ସାମ୍ବାଦିକ ଓ ପୋଲିସଙ୍କର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ରେ ପୋଲିସ ଏକାଦଶ ବିଜୟୀ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆଖଣ୍ଡ ପଞ୍ଚାୟତ ଅଧୀନସ୍ଥ ଗୋଡ଼ିପୋଖରୀ ଖେଳ ପଡ଼ିଆରେ ଓଏନ୍‌ଜି କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ସାମ୍ବାଦିକ ଓ ପୋଲିସର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଖେଳ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ପୋଲିସ ଏକାଦଶ ପକ୍ଷରୁ ଆଇଆଇସି ଆଶିଷ ଦେବ ସାହୁ ପ୍ରତିନିଧିତ୍ୱ କରୁଥିବା ବେଳେ ସାମ୍ବାଦିକ ଏକାଦଶ ପକ୍ଷରୁ ଚିରଞ୍ଜୀବୀ ଦାସ ପ୍ରତିନିଧିତ୍ୱ କରିଥିଲେ। ଏହି 12 ଓଭର ବିଶିଷ୍ଟ କ୍ରିକେଟ୍ ମ୍ୟାଚ୍ରେ ସାମ୍ବାଦିକ ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ମଧ୍ୟ କରିଥିଲେ। ସାମ୍ବାଦିକ ଏକାଦଶ ପକ୍ଷରୁ ସର୍ବାଧିକ ବିଟୁ 16 ବଲ୍‌ରେ 38 ରନ୍ କରିଥିବା ବେଳେ ରଞ୍ଜିତ କୁମାର ସାହୁ 27 ବଲ୍‌ରେ 29 ରନ୍ କରିଥିଲେ। ସାମ୍ବାଦିକ ଏକାଦଶ 6 ୱିକେଟ୍ ହରାଇ 89 ରନ୍ ସଂଗ୍ରହ କରି ବିପକ୍ଷ ପୋଲିସ ଦଳକୁ 90 ରନ୍‌ର ଲକ୍ଷ୍ୟ ଦେଇଥିଲେ। 90 ରନ୍‌କୁ ପିଛା କରି ମାତ୍ର 10 ଓଭରରେ 3 ୱିକେଟ୍ ହରାଇ ଏକ ସହଜ ବିଜୟ ହାସଲ କରିଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପୋଲିସ ଏକାଦଶ ପକ୍ଷରୁ ଆଇଆଇସି ଆଶିଷ ଦେବ ସାହୁଙ୍କ 23 ରନ୍ ଓ ଲିଟୁ କଳସ 51 ରନ୍ ବିସ୍ଫୋରକ ବ୍ୟାଟିଂ ବଳରେ ପୋଲିସ ଏକାଦଶ ଏକ ସହଜ ବିଜୟ ହାସଲ କରିପାରିଥିଲା। ରଣପୁରରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।